ବୟସର ଅପରାହ୍ନରେ ଉପନୀତ ହୋଇଥିବା ଜଣେ ରାଜା ଥରେ ଅନୁତାପ କରିବା ଆରମ୍ଭ କଲେ। ସେ ପଶ୍ଚାତାପ କଲେ ଯେ ତାଙ୍କ ଜୀବନରେ ଅନେକ କିଛି ଭୁଲ ସେ କରି ବସିଛନ୍ତି। ସେ ଭାବିଲେ ବୋଧେ ମୋର ରାସ୍ତା ଅନ୍ଧକାରଚ୍ଛନ୍ନ ଥିଲା ଏବଂ ଯେଉଁଥିପାଇଁ ମୁଁ ପଥଭ୍ରଷ୍ଟ ହୋଇ ଏଭଳି ଭୁଲ ଗୁଡ଼ିଏ କରି ବସିଲି। ନହେଲେ ମୋ ଦ୍ୱାରା ଏଭଳି ଭୁଲ ହେବା କଥା ନୁହେଁ। କିଛି ଦିନ ବିତିଗଲା ପରେ ଜଣେ ସନ୍ଥ ସେ ରାଜ୍ୟକୁ ଆସିଲେ ଏବଂ ରାଜାଙ୍କର ଏ କଥା ତାଙ୍କ ନିକଟରେ ମଧ୍ୟ ରାଜା ପ୍ରକାଶ କଲେ। ସେଠୁ ସନ୍ଥ କହିଲେ, ଠିକ୍ ଅଛି, ମୁଁ ତୁମକୁ 15 ବର୍ଷ ତଳକୁ ନେଇଯାଉଛି। ତୁମେ ଏବେ ସବୁ ଠିକ୍ କରି ଯାହା ସବୁ ଭୁଲ ତ୍ରୁଟି କରିଥିଲ ସୁଧାରି ନେବ ତ? ରାଜା କହିଲେ, ହଁ ମହାରାଜ, ନିଶ୍ଚିତ ଭାବରେ। ସେଇଠୁ ତଥାସ୍ତୁ କହିଲେ ସନ୍ଥ ଏବଂ 15 ବର୍ଷ ସାନ ହୋଇଗଲେ ରାଜା। ତାପରେ ଜୀବନ ଗଡ଼ି ଚାଲିଲା। 15 ବର୍ଷ ପରେ ସନ୍ଥ ପୁଣି ଥରେ ସେ ରାଜ୍ୟକୁ ଆସିଲେ। ଏ ଖବର ପାଇ ରାଜା ତାଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ କହିଲେ ଆପଣ ମୋତେ ଗୋଟିଏ ଅପୂର୍ବ ସୁଯୋଗ ଦେଇଥିଲେ। 15 ବର୍ଷ ମୋର ବୟସକୁ କମେଇ ଦେଲେ, ମୋର ଭୁଲ ତ୍ରୁଟିକୁ ସୁଧାରିବା ପାଇଁ ଆପଣ ସୁଯୋଗ ଦେଲେ, କିନ୍ତୁ କ'ଣ ହେଲା? ରାଜା କହିଲେ, କିଛି ବି ହେଇପାରିଲାନି। ଯାହା ଥିଲା ଠିକ୍ ସେଇଆ ହେଲା। ଯେମିତି ମୁଁ କରି ଆସୁଥିଲି ଠିକ୍ ସେଇଆ ହିଁ କଲି ଏବଂ ସେଇ ଭୁଲ ତ୍ରୁଟି ପୁଣି ଥରେ ମୁଁ କଲି। ସନ୍ଥ କହିଲେ, ହଁ, ସେଇଆ ହିଁ ତୁମେ କରିବ ବୋଲି ମୁଁ ଜାଣିଥିଲି। ତୁମେ କହୁଥିଲ ଯେ ରାସ୍ତା ବୋଧେ ଅନ୍ଧକାରାଚ୍ଛନ୍ନ ଥିଲା ଏବଂ ଯେଉଁଥିପାଇଁ ତୁମେ ପଥଭ୍ରଷ୍ଟ ହୋଇଥିଲ। ରାଜା କହିଲେ, ହଁ, ମୁଁ ସେ କଥା ଭାବୁଥିଲି, କିନ୍ତୁ ପ୍ରକୃତିରେ ଦୋଷ ରାସ୍ତାର ନଥିଲା କି ଦୋଷ ଅନ୍ଧକାରର ମଧ୍ୟ ନଥିଲା। ଦୋଷ ଥିଲା ମୋ ନିଜର, କାରଣ ମୁଁ ନିଜେ ନିଜର ତ୍ରୁଟିକୁ, ନିଜର ଭୁଲକୁ ଜାଣିପାରୁନଥିଲି। ସନ୍ଥ କହିଲେ, ମହାରାଜ ଦେଖନ୍ତୁ, ଆମେ ସଦାବେଳେ ଏଇ କଥା ଯେଉଁ ଭାବୁ, ଏଇ ବିଚାର ହିଁ ଆମମାନଙ୍କର ଭୁଲ ଯେ ମୋ ଦ୍ୱାରା ଏମିତି କେମିତି ଭୁଲ ହେବ, ମୁଁ ସେମିତି ଭୁଲ କରିବା କଥା ନୁହେଁ, ମୋ ଦ୍ୱାରା ଏମିତି ଭୁଲ ହେବା କଥା ନୁହେଁ। ଏଇ ବିଚାର ହିଁ ଆମମାନଙ୍କର ଭୁଲ। ଯେତେ ପର୍ଯ୍ୟନ୍ତ ଏ ବିଚାର ଆମ ନିକଟରେ ଥାଏ, ଆମେ ସେତେବେଳେ ନିଜର ଭୁଲ, ନିଜର ତ୍ରୁଟି କେବେ ଦେଖିପାରୁନା, ଆମ ଆଖିରେ ଦିଶେ ନାହିଁ। ଯେତେବେଳେ ଏଇ ଅହଙ୍କାର ଆମ ନିକଟରୁ ଚାଲିଯାଏ, ଏ ଅହଙ୍କାର ବିବର୍ଜିତ ହୋଇଯାଉ, ଅହଙ୍କାରରୁ ଆମେ ମୁକ୍ତି ପାଉ, ତାପରେ ହିଁ ନିଜର ଦୋଷ ତ୍ରୁଟି ନିଜକୁ ଦୃଶ୍ୟମାନ ହୁଏ ଏବଂ ତାପରେ ମଣିଷ ନିଜକୁ ସୁଧାରି ପାରେ।